ମା। ଆଜି ଆମେ ଆଲୋଚନା କରିବା ଦିବ୍ୟ ସମାଚାରର ପୃଷ୍ଠା 67। ବିଷୟବସ୍ତୁ ଅଛି ମାଙ୍କର ବିବିଧ ପ୍ରେମ ମାର୍ଗ। ସେଥିରେ ପ୍ରଥମେ ଆମେ ଯୋଉଟା ପଢିବା, ପ୍ରଥମ ସଚେତନ ସମ୍ପର୍କ। ପ୍ରଥମ ସଚେତନ ସମ୍ପର୍କ 1945 ମସିହା। ଜୀଙ୍କୁ ମାତ୍ର 8 ବର୍ଷ ହୋଇଥାଏ। ତାଙ୍କ ମାମୁଁ ଦିନେ ଶ୍ରୀକୃଷ୍ଣଙ୍କ ସମ୍ବନ୍ଧରେ ଗୋଟିଏ ଗପ ତାଙ୍କୁ ଶୁଣାଉଥିଲେ। ସେଇ ଗପଟି ଶୁଣିବା ମଧ୍ୟରେ ତାଙ୍କ ମନରେ ଗଭୀର ରେଖାପାତ ହେବା ସଙ୍ଗେ ସଙ୍ଗେ ତାଙ୍କର ଆଭ୍ୟନ୍ତରୀଣ ଦ୍ୱାର ଉନ୍ମୁକ୍ତ ହୋଇଯାଇଥିଲା। ସେଇଦିନ ରାତିରେ ସେ ସ୍ଥିର କଲେ ଶ୍ରୀମାଙ୍କୁ ଗୋଟିଏ ଫୁଲ ଗଛ ଅର୍ପଣ କରିବେ। ସେଇ ଫୁଲର ଆଭ୍ୟନ୍ତରୀଣ ତାତ୍ପର୍ଯ୍ୟ ହେଲା ସମ୍ପୂର୍ଣ୍ଣ ରୂପେ ଭଗବତ ଅଭିମୁଖୀ ଚିନ୍ତାରାଜିର ମଧୁରତା। ସଚେତନ ନୀରବତା ମଧ୍ୟରେ ସେ ଶ୍ରୀମାଙ୍କୁ ସେଇ ଫୁଲ ଗଛ ଅର୍ପଣ କଲେ। ଆଭ୍ୟନ୍ତରୀଣ ଘଟଣାଟି ଯେତେ ଛୋଟ ହେଉନା କାହିଁକି, ତାହା ଶ୍ରୀମାଙ୍କ ଚେତନା ଦୃଷ୍ଟିରୁ ବାଦ୍ ପଡ଼େ ନାହିଁ। ମା ତତ୍କ୍ଷଣାତ୍ ଜୀଙ୍କର ଚେତନା ମଧ୍ୟରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରି ଏତେ ବେଶୀ ପ୍ରେମ ଅଜାଡ଼ି ଦେଲେ ଯେ ପିଲାଟି ସ୍ୱତଃସ୍ଫୂର୍ତ୍ତଃ ତାହା ଜାଣିପାରିଥିଲା ଏବଂ ତାର ନୈବେଦ୍ୟ ଶ୍ରୀମା ଗ୍ରହଣ କରିଛନ୍ତି ବୋଲି ମଧ୍ୟ ତାର ହୃଦବୋଧ ହୋଇଥିଲା। ଏବଂ ତାଙ୍କ ମଧ୍ୟରେ ଯେଉଁ ନୂତନ ଚେତନାର ବିକାଶ ହୋଇଛି ତାହା ମଧ୍ୟ ସ୍ୱୀକୃତ ହୋଇଥିଲା। ସେହି ଦିନଠାରୁ ଶ୍ରୀମା ଓ ତାଙ୍କର ସେହି ସନ୍ତାନଟି ମଧ୍ୟରେ ଗୋଟେ ନୂତନ ସମ୍ବନ୍ଧ ସ୍ଥାପିତ ହେଲା। ପ୍ରାୟ ମାସକରୁ ଅଧିକ ହେବ ପ୍ରତ୍ୟେକ ଦିନ ଜୀ ସେହି ଫୁଲ ନେଇ ଶ୍ରୀମାଙ୍କୁ ଦର୍ଶନ କରିବାକୁ ଯାଆନ୍ତି। ଏହାପରେ ଆସ୍ତେ ଆସ୍ତେ ଚୈତ୍ୟ ମାଦକତା ମଉଳି ଯିବାକୁ ଲାଗିଲା। ସେହି ସବୁ ଦିନର କଥା। ଆଶ୍ରମରେ ପ୍ରତ୍ୟେକ ଦିନ ପନିପରିବା ଦର୍ଶନ କାର୍ଯ୍ୟକ୍ରମ ପ୍ରଚଳିତ ହେଉଥାଏ। ଅନିଲ ଭଟ୍ଟାଚାର୍ଯ୍ୟ ଆଶ୍ରମ ବାଡ଼ି ବଗିଚାରେ ହେଉଥିବା ସମସ୍ତ ପନିପରିବା ଆଣନ୍ତି। ସେଗୁଡ଼ିକ ଆଶ୍ରମ ମଝିରେ ଥିବା କୋର୍ଟୟାର୍ଡ ମଧ୍ୟରେ ସଜା ହୋଇ ରଖାଯାଏ। ଶ୍ରୀମା ତଳକୁ ଓହ୍ଲାଇ ଆସି ଦ୍ୱାର ମଝିରେ ଦଣ୍ଡାୟମାନ ହୁଅନ୍ତି। ଶ୍ରୀମାଙ୍କ ଠିକ୍ ପଛରେ ଲକ୍ଷ୍ମୀବାଇ ଗୋଟିଏ ଟ୍ରେ ମଧ୍ୟରେ ଫୁଲ ଧରି ରହିଥାନ୍ତି। ଶ୍ରୀମା ବିଭିନ୍ନ ପନିପରିବା ଗୁଡ଼ିକ ଉପରେ କିଛି ସମୟ ଧ୍ୟାନସ୍ଥ ହୁଅନ୍ତି ଓ ଆଶୀର୍ବାଦ ପ୍ରଦାନ କରନ୍ତି। ଅନିଲ ଶ୍ରୀମାଙ୍କୁ ଗୋଟିଏ ପୁଷ୍ପ ଭରା ପାତ୍ର ଅର୍ପଣ କରନ୍ତି। ସେହି ପାତ୍ରରେ ଯେଉଁ ପୁଷ୍ପ ଥାଏ ତାହାର ତାତ୍ପର୍ଯ୍ୟ ହେଉଛି ପରିବର୍ଦ୍ଧନଶୀଳ ଭଗବତ ପ୍ରେମ ବିକଶିତ ହେଉ। ଶ୍ରୀମା ଅନିଲଙ୍କର ମୁଣ୍ଡ ଉପରେ ବହୁ ସମୟ ଧରି ହାତ ରଖି ତାଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି ଏବଂ ସେହି ପୁଷ୍ପ ମଧ୍ୟରୁ ଗୋଟିଏ ପୁଷ୍ପ ପ୍ରଦାନ କରନ୍ତି। 1947 ମସିହା କଥା। ସେତେବେଳେ ଜୀଙ୍କୁ 10 ବର୍ଷ ହୋଇଥାଏ। ଦିନେ ସେ ସାଙ୍ଗମାନଙ୍କ ସଙ୍ଗରେ ମିଶି ଆଶ୍ରମରେ ଖେଳୁଥାନ୍ତି। ଗୋଟିଏ ପିଲା ତାଙ୍କ ପଛରେ ଗୋଡ଼ାଇବାରୁ ସେ ପବିତ୍ରଙ୍କର କକ୍ଷ ଆଡ଼କୁ ଦୌଡ଼ି ଗଲେ ଓ ସେଠାରୁ ନଳିନୀଙ୍କର କକ୍ଷ ଆଡ଼କୁ ଦୌଡ଼ି ଚାଲିଲେ। ସେ ଦେଖିଲେ ସେଠାରେ ଶ୍ରୀମା ଠିଆ ହୋଇଛନ୍ତି। ସେ ସେଇଠାରେ ପଛକୁ ଫେରିବେ କି ଆଗକୁ ଯିବେ କିଛି ଭାବି ନ ପାରି ହଠାତ୍ ଠିଆ ହୋଇଗଲେ। ଶ୍ରୀମା ତାଙ୍କର ନାଁ ଧରି ଡାକିଲେ। ସେ ଗାଳି ଖାଇବା ଭୟରେ ମାଙ୍କ ନିକଟକୁ ଯାଇଥିଲେ। ଶ୍ରୀମା ତାଙ୍କୁ ଗାଳିଗୁଲଜ କରିବା ପରିବର୍ତ୍ତେ ଗୋଟିଏ ଫୁଲ ଦେଇଥିଲେ। ଏହି ଘଟଣାରେ ଜୀ ବିହଳିତ ହୋଇପଡ଼ିଥିଲେ। ସେ ଶାନ୍ତ ହୋଇଯାଇଥିଲେ। ଆଜିକାଲି ଆମେମାନେ ଯେଉଁ କକ୍ଷରୁ ବୁଲେଟିନ୍ ସଂଗ୍ରହ କରୁଛେ ସେହି କକ୍ଷଟିରେ ସେହି ସମୟରେ ସୁଧାନନ୍ଦ ଭାରତୀ ରହୁଥାନ୍ତି। ପ୍ରତ୍ୟେକ ଦିନ ସେ ଫରାସୀ ଭାଷାରେ ଗୋଟିଏ କବିତା ଲେଖି ପନିପରିବା ଦର୍ଶନ କାର୍ଯ୍ୟକ୍ରମ ସମ୍ପାଦିତ ହେଉଥିବା ସମୟରେ ଶ୍ରୀମାଙ୍କ ସମ୍ମୁଖରେ ପାଠ କରନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ଶ୍ରୀମା ସେହି କବିତାଟିକୁ ଜୀଙ୍କୁ ଆବୃତ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମେ ସେ ଡରିଗଲେ, କିନ୍ତୁ ମାଙ୍କର ସ୍ନେହ ପାଇ ସେ ଦମ୍ଭ ହୋଇ କବିତାଟି ଆବୃତ୍ତି କଲେ। କିନ୍ତୁ କବିତାଟି ଆବୃତ୍ତି ସରିବା ପରେ
ଶ୍ରୀମା ତାଙ୍କୁ ବହୁତ ପ୍ରଶଂସା କଲେ, ତାଙ୍କର ମୁଣ୍ଡଟିକୁ ଆଉଁସି ଦେଲେ ଓ ତାଙ୍କୁ ଆଶୀର୍ବାଦ ପ୍ରଦାନ କଲେ। ଜୀଙ୍କର ଉତ୍ସାହ ଓ ଖୁସି ଦେଖିବା କଥା। ତାଙ୍କ ମଧ୍ୟରେ ଆପଣା ଛାଏଁ ଛାଏଁ କିଛି ପ୍ରସ୍ଫୁଟିତ ହେବାକୁ ଲାଗିଲା। ଗୋଟେ ସୂର୍ଯ୍ୟମୁଖୀ ଫୁଲ ପରି ଜୀ ମାଙ୍କ ଆଡକୁ ନିଜର ସମଗ୍ର ଜୀବନ ବୁଲାଇ ଦେଲେ। ସେଇ ଦିନଠାରୁ ଜୀ ପ୍ରତ୍ୟେକ ଦିନ ପନିପରିବା ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦାନ କରନ୍ତି। ତାଙ୍କର କେତେକ ସାଙ୍ଗ ତାଙ୍କ ପିଛା ଧରିଲେ। ଶ୍ରୀମା ଦୁଆର ନିକଟରେ ଠିଆ ହୋଇଥିବା ବେଳେ ଦୁଇ ଜଣ ପିଲାଙ୍କର କାନ୍ଧରେ ହାତ ପକାଇ ବିଶ୍ରାମ ନିଅନ୍ତି ଏବଂ ବେଳେ ବେଳେ ସେମାନଙ୍କର ମୁଣ୍ଡ ଥାପୁଡ଼ାଇ କିମ୍ବା ମୁଣ୍ଡକୁ ଟିକେ ଆଉଁସି ଦିଅନ୍ତି। ଜୀ ଏହି ସୁଯୋଗରେ ଶ୍ରୀମାଙ୍କର ଅଲୌକିକ ସ୍ପର୍ଶ ଲାଭ କରିବା ପାଇଁ ପ୍ରାୟ 2 ଘଣ୍ଟା ପୂର୍ବରୁ ଯାଇ ସେହି ସୁବିଧାଜନକ ସ୍ଥାନରେ ଠିଆ ହୋଇଥାଏ। ଫଳରେ ଶ୍ରୀମାଙ୍କର ପନିପରିବା ଦର୍ଶନ ସମୟରେ ସେ ତାହା ଲାଭ କରିପାରିବ। ଶ୍ରୀମାଙ୍କର ଗଭୀର ଓ ଅସରନ୍ତି ପ୍ରେମ ଗ୍ରହଣ କରିବାର ଜୀଙ୍କର ଏହା ହିଁ ପ୍ରାରମ୍ଭିକ ଅବସ୍ଥା। ଜୀଙ୍କର ଝର କଲମଟିରୁ କାଳି ବୋହି ତାଙ୍କର ଦ୍ୱିତୀୟ ଓ ତୃତୀୟ ଆଙ୍ଗୁଠି କାଳି ହୋଇଯାଇଥାଏ। ଦିନକର କଥା, ସେ ପନିପରିବା ଦର୍ଶନକୁ ଯିବା ପାଇଁ ଖୁବ୍ ତରବର ହେଉଥିଲେ। ଏଣୁ ବେଳ ନ ପାଇ ସେ ଆଙ୍ଗୁଠିରୁ ଭଲ ଭାବରେ କାଳି ପୋଛି ଦେଇ ପାରିନଥିଲେ। ଶ୍ରୀମା ଏହି କାଳି ଦାଗ ଦେଖି ତାଙ୍କୁ କହିଲେ, ହେ ମୋର ସନ୍ତାନ, ତୁମର ହାତ ପରିଷ୍କାର ହେବା ବାଞ୍ଛନୀୟ। ମା ଦିମନଙ୍କୁ ଗୋଟିଏ ସାବୁନ ଆଣିବାକୁ କହିଲେ। ସେହି ସାବୁନଟିକୁ ଜୀଙ୍କୁ ଦେଇ ଶ୍ରୀମା ତାଙ୍କ ହାତକୁ ଭଲ କରି ଧୋଇବା ପାଇଁ ପଠାଇଥିଲେ। ସେ ହାତରୁ ଭଲ ଭାବରେ କାଳି ଦାଗ ସଫା କରି ଫେରିବା ପରେ ଶ୍ରୀମା କହିଲେ, ହେ ମୋର ସନ୍ତାନ, ଏହି ସାବୁନ ଖଣ୍ଡକୁ ସାଙ୍ଗରେ ନିଅ ଓ ପ୍ରତ୍ୟେକ ଦିନ ନିଜର ହାତ ଖୁବ୍ ଭଲ ଭାବରେ ସଫା କରିବେ। ପନିପରିବା ଦର୍ଶନ ସମୟର ପୂର୍ବରୁ କେତେକ ପିଲା ମଧ୍ୟ ସେଠାରେ ଯାଇ ଠିଆ ହୋଇଥାନ୍ତି। ସେଦିନ ଜୀ ଠିକ୍ ଦୁଆର ମୁହଁରେ ବସି ଅନ୍ୟାନ୍ୟ ପିଲାଙ୍କୁ ଗଲିଭର ଟ୍ରାଭେଲ ଗଳ୍ପ ଶୁଣାଉଛନ୍ତି। ସେ ଭାବୁଥାନ୍ତି, ମା ସିଡିରୁ ତଳକୁ ଖୁବ୍ ଶୀଘ୍ର ଓହ୍ଲାଇବା ମାତ୍ରେ ସେ ଠିଆ ହୋଇଯିବେ। ସେଦିନ ଶ୍ରୀମା ଆସ୍ତେ ଆସ୍ତେ ହେଉ କିମ୍ବା ଜୀ ପିଲାମାନଙ୍କୁ ଗପ କହିବାରେ ମଜି ଯାଇଥାନ୍ତୁ ନା କାହିଁକି, ହଠାତ୍ ଗପଟି କହିବା ମଧ୍ୟରେ ତାଙ୍କର ଆଖି ପ୍ରଣବଙ୍କ ଉପରେ ପଡ଼ିଲା। ପ୍ରଣବ ପ୍ରତ୍ୟେକ ଦିନ ପନିପରିବା ଦର୍ଶନ ସମୟରେ ଶ୍ରୀମାଙ୍କ ସହ ସିଡି ଘର ପର୍ଯ୍ୟନ୍ତ ଆସନ୍ତି। ଜୀ ପ୍ରଣବଙ୍କ ମୁହଁରେ ହସ ଦେଖିଲେ। ପ୍ରଣବ ତାଙ୍କୁ କହିଲେ, ତୁମ ପଛରେ ଠିଆ ହୋଇ ମା ଗପ ଶୁଣୁଛନ୍ତି। ସେ ଲଜ୍ଜାରେ ଝାଉଁଳି ପଡ଼ି ଉଠିବାକୁ ଉଦ୍ୟତ ହୁଅନ୍ତେ ଶ୍ରୀମା ତାଙ୍କର ହାତ ଧରି ତାଙ୍କୁ ଉଠାଇ ନେଲେ ଓ ପିଲାଟି ଉପରେ ନିଜର ପ୍ରେମ ପସରା ଅଜାଡ଼ି ଦେଲେ। କିଛି ଦିନ ପରେ ଶ୍ରୀମା କେତେକ ନିର୍ବାଚିତ ଶିଷ୍ୟମାନଙ୍କ ଗହଣରେ 12ଟାରୁ ଦିନ 1 ଘଣ୍ଟିକା ମଧ୍ୟରେ ଆଶ୍ରମର ଦ୍ୱିତୀୟ ତାଲାରେ ଧ୍ୟାନ ଓ ପ୍ରାର୍ଥନା ପୁସ୍ତକଟିର ଏକ ପ୍ରେୟାର କ୍ଲାସ ଅନୁଷ୍ଠିତ କଲେ। ଏହି ସମୟରେ ଜୀ ଓ ତାଙ୍କର ସାଙ୍ଗମାନେ ଆଶ୍ରମ କୋର୍ଟୟାର୍ଡ ମଧ୍ୟରେ କ୍ରିକେଟ ଓ ଭଲିବଲ ଇତ୍ୟାଦି ଖେଳ ଖେଳନ୍ତି। ସେମାନଙ୍କର ବଡ଼ ପାର୍ଟି ପ୍ରେୟାର କ୍ଲାସରେ ଅସୁବିଧା ସୃଷ୍ଟି କରେ। ଦିନେ ଆଶ୍ରମ ନୋଟିସ ବୋର୍ଡରେ ଗୋଟିଏ ନୋଟିସ ଦିଆଗଲା ଯେ ଦିନ 12ଟାରୁ 1 ଘଣ୍ଟିକା ପର୍ଯ୍ୟନ୍ତ କୌଣସି ପିଲା ଆଶ୍ରମରେ ପ୍ରବେଶ କରିପାରିବେ ନାହିଁ। ପନିପରିବା ଦର୍ଶନକୁ ଯିବା ପିଲାମାନଙ୍କର ବନ୍ଦ ହୋଇଗଲା। ଜୀ ମଧ୍ୟ ଆଉ ପନିପରିବା ଦର୍ଶନ ସମୟରେ ଉପସ୍ଥିତ ରହିପାରିଲେ ନାହିଁ। ପ୍ରଣବ ପନିପରିବା ଦର୍ଶନ ସମୟରେ ଜୀଙ୍କର ଅନୁପସ୍ଥିତି ବିଷୟରେ ତାଙ୍କୁ ପଚାରିବାରୁ ସେ କହିଲେ, ଆଶ୍ରମ ନ ଯିବା ପାଇଁ ନୋଟିସ ବାହାରିଛି। ପ୍ରଣବ ତାଙ୍କୁ କହିଲେ, ନା ନା, ମା ତୁମକୁ ଆସିବା ପାଇଁ ଚାହାନ୍ତି। ଏଣୁ ଜୀ ଏବଂ ତାଙ୍କର 4-5 ଜଣ ସାଙ୍ଗ ଖୁସି ମନରେ ଆସି ପନିପରିବା ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦାନ କଲେ। ବିଷୟଟି ଅଛି ଡେଙ୍ଗା ହୋଇ ଉଠୁଛ। 1940 ମସିହା ପାଖାପାଖି କଥା। ପି ପ୍ରଥମେ ଆଶ୍ରମ ଆସିବା ସମୟରେ ଖୁବ୍ ପତଳା ଓ ଜୀର୍ଣ୍ଣ ଶୀର୍ଣ୍ଣ ଥିଲେ। ବୟସ ବଢିବା ସଙ୍ଗେ ସଙ୍ଗେ ସେ ରୋଗିଣା ଓ ତାଙ୍କ ବୟସ ତୁଳନାରେ ଛୋଟ ଦେଖାଯାଉଥାନ୍ତି। ପ୍ରଣବ ଶ୍ରୀମାଙ୍କୁ କହିଲେ, ମେସେଜ କରିବା ଦ୍ୱାରା ପିଙ୍କର ଲାଭ ହୋଇପାରେ। ଶ୍ରୀମା ପ୍ରଣବଙ୍କର ପ୍ରସ୍ତାବରେ ସମ୍ମତ ହେଲେ। ତଦନୁସାରେ ପ୍ରଣବ ଦୀର୍ଘ 45 ମିନିଟ୍ ଧରି ଅଲିଭର ତେଲରେ
ପ୍ରତ୍ୟେକ ଦିନ ତାଙ୍କୁ ମାଲିସ କରନ୍ତି। ଅଧିକାଂଶ ସମୟରେ ପି ଶ୍ରୀମାଙ୍କୁ ପଚାରନ୍ତି, ମା କିପରି ଡେଙ୍ଗା ହେବାକୁ ହୁଏ? ଶ୍ରୀମା ଉତ୍ତର ଦିଅନ୍ତି, ତୁମେ ସବୁବେଳେ ଇଚ୍ଛା କର ମୁଁ ଡେଙ୍ଗା ହେବାକୁ ଚାହେଁ। ମୁଁ ନିଶ୍ଚିତ ଭାବରେ ଡେଙ୍ଗା ହେବି। ମୁଁ ନିଶ୍ଚିତ ଭାବରେ ଡେଙ୍ଗାରେ ବଢିବି। ସେହି ସମୟର କଥା। ଶ୍ରୀମା ପ୍ରତ୍ୟେକ ସାଧକ ସାଧିକାଙ୍କ ରହୁଥିବା ଘରକୁ ପରିଦର୍ଶନ କରିବାକୁ ଯାଆନ୍ତି। 1948 ମସିହା ହେବ। ପିଙ୍କର ଜନ୍ମଦିନରେ ତାଙ୍କ ପରିବାର ଆଶା କରିଥିଲେ ଶ୍ରୀମା ନିଶ୍ଚୟ ପିଙ୍କର ଜନ୍ମଦିନରେ ତାଙ୍କ ଘରକୁ ପରିଦର୍ଶନରେ ଆସିବେ। କାରଣ ଶ୍ରୀମା ପିଙ୍କୁ ବହୁତ ଭଲ ପାଉଥିଲେ। ତାଙ୍କର ମା ଖୁବ୍ ସୁନ୍ଦର ଭାବରେ ଘରଟିକୁ ସଜାଇଥାନ୍ତି। ଶ୍ରୀମାଙ୍କ ପରିଦର୍ଶନ ଉପଲକ୍ଷେ ସୁଆଦିଆ ପିଠା ମଧ୍ୟ ତିଆରି କରିଥାନ୍ତି। ସେମାନଙ୍କର ଏହି ଆନ୍ତରିକ ଆସ୍ପୃହା ପରିପୂର୍ଣ୍ଣ ହୋଇଥିଲା। ଶ୍ରୀମା ଖବର ପଠାଇଲେ, ମୁଁ ତୁମ ଘରକୁ ଯିବି। ଶ୍ରୀମା ଆସି ପ୍ରତ୍ୟେକଟି କକ୍ଷ ବୁଲି ପରିଦର୍ଶନ କରିଥିଲେ। ଏହାପରେ ଶ୍ରୀମା ପିଙ୍କୁ ଡାକି କହିଲେ, ଏଇ ଘରଟି ଯେତେବେଳେ ଖୁବ୍ ବଡ଼ ହୋଇଯିବ, ସେତେବେଳକୁ ତୁମେ ମଧ୍ୟ ଖୁବ୍ ଡେଙ୍ଗା ହୋଇଯାଇଥିବ। ଶ୍ରୀମାଙ୍କର ଏହି ବାକ୍ୟ ଆଶ୍ଚର୍ଯ୍ୟ ପରି ବୋଧ ହେଲା। କିନ୍ତୁ 1951 ମସିହାରେ ଏହି ଘରଟିର ମାଲିକ, ଯିଏକି ଆଶ୍ରମକୁ ଘରଟିକୁ ଭଡ଼ାରେ ଦେଇଥିଲେ, ଆସି ସେହି ଘରଟିର ମରାମତି ଆରମ୍ଭ କଲେ ଓ ଆଉ କିଛି ସଂଲଗ୍ନ ପୂର୍ବକ ତାହାକୁ ବେଶ ବଡ଼ କରିଦେଲେ। ସେହି ବର୍ଷଠାରୁ ପି ଧୀରେ ଧୀରେ ଡେଙ୍ଗା ହେବାକୁ ଲାଗିଲେ। ଗୋଟିଏ ଦୁଇଟି ବର୍ଷ ମଧ୍ୟରେ ସେ ଖୁବ୍ ଡେଙ୍ଗାରେ ବଢି ଚାଲିଲେ। ତାଙ୍କର ଉଚ୍ଚତା ପୂର୍ବ ଅପେକ୍ଷା ପ୍ରାୟ 12 ଇଞ୍ଚ ବଢିଗଲା। 12 ଇଞ୍ଚ ମାନେ ଗୋଟିଏ ଫୁଟ ପୁରା ବଢିଗଲେ, ମାନେ 2 ବର୍ଷ ଭିତରେ ଗୋଟାଏ ଫୁଟ ବଢିଗଲେ। ଏଟା ଟେନସ୍। ଏଲଙ୍କର ବୋଉ ଦୀର୍ଘ ଦିନ ଧରି ଶ୍ରୀମାଙ୍କ ସହିତ ସମ୍ପର୍କିତ ଥିଲେ। ସେ ବିଭିନ୍ନ ହସ୍ତସୂଚୀ କାମର କେତେକ ଛୋଟ ଛୋଟ ଡିଜାଇନ ଓ ଅନ୍ୟାନ୍ୟ ବସ୍ତୁ ଶ୍ରୀମାଙ୍କ ନିକଟକୁ ପ୍ରେରଣ କରନ୍ତି। ବହୁ ବର୍ଷ ଧରି ସେ ଆଶ୍ରମ ପରିଦର୍ଶନ ଆସିପାରିନଥିଲେ। 1970 ସାଲରେ ସେ ଆଶ୍ରମ ଆସିବା ପାଇଁ ମନ ବଳାଇ। 11 ବର୍ଷର ପିଲାଟି, ତାର ମମି ତାକୁ ଘରେ ଏକୁଟିଆ ଛାଡ଼ି ଯିବା କଥା ଶୁଣି ଖୁବ୍ ଦୁଃଖିତ ହେଲେ। ଏଠାରେ ଏକୁଟିଆ ଯାଇ ସ୍କୁଲରେ ରହିବା କଥାଟି ତାଙ୍କୁ ଦୁଃଖରେ କାତର କଲା। ଶେଷରେ ସେ ବହୁ ଅଝଟ କରି ତାଙ୍କ ମମିଙ୍କ ସାଙ୍ଗରେ ପଣ୍ଡିଚେରୀ ଆସିଥିଲେ। ମାଡ୍ରାସ ଉଡ଼ାଜାହାଜ ପଡ଼ିଆରୁ ଆଶ୍ରମର ଗୋଟିଏ କାରରେ ସେମାନେ ଆସିଥିଲେ। ସେଦିନ ପାଗ ମେଘୁଆ ଥାଏ। ସୁନ୍ଦର ପ୍ରାକୃତିକ ଦୃଶ୍ୟ ଦେଖି ଆନନ୍ଦ ମନରେ ଗାଡ଼ିରେ ସେମାନେ ଆସିଥାନ୍ତି। ଏଲଙ୍କର ସେଦିନ ମଧୁର ସ୍ମୃତି ଆଜି ମଧ୍ୟ ମନେ ପଡ଼େ। ଆଶ୍ରମ ରହିଲା ପରେ ବିଭିନ୍ନ ବିଭାଗ ଓ କାର୍ଯ୍ୟକ୍ରମ ତାଙ୍କୁ ଦେଖାଇ ଦିଆଗଲା। ଛୋଟ ପିଲାଟିର ମନରେ ଏହାର କୌଣସି ପ୍ରଭାବ ପଡ଼ିଲା ନାହିଁ। ଏହାପରେ ତାଙ୍କର ମମି ଶ୍ରୀମାଙ୍କ ଦର୍ଶନ ସାକ୍ଷାତକାର ନିମନ୍ତେ ପ୍ରାର୍ଥନା କଲେ ଓ ସୌଭାଗ୍ୟବଶତଃ ତାହା ମାଙ୍କର ଅନୁମୋଦନ ପ୍ରାପ୍ତ ହେଲା। ଏଲ କୁହନ୍ତି, ପ୍ରଥମ ଦର୍ଶନ ଅନୁଭୂତି ପ୍ରକାଶ କରିବା ତାଙ୍କ ପକ୍ଷରେ ଏବେ ବି କଷ୍ଟକର। ସେହି ଦର୍ଶନ ଏତେ ଶକ୍ତିଶାଳୀ ଥିଲା ଯେ ଏଲ ତାଙ୍କ ଜୀବନରେ ଯାହା ଦେଖିଥିଲେ ଅଥବା କଳ୍ପନା କରିଥିଲେ, ସବୁକୁ ପଛରେ ପକାଇ ତାଙ୍କର ଅନ୍ତର ମଧ୍ୟରେ ଗଭୀର ରେଖାପାତ କରିଥିଲା। ମଣିଷର ମନ ଯାହା ଦେଖେ ସଙ୍ଗେ ସଙ୍ଗେ ତାକୁ ଅନ୍ୟ କିଛି ସହ ତୁଳନା କରେ, କିନ୍ତୁ ଏହା ଥିଲା ଅତୁଳନୀୟ ଓ ଅକଳ୍ପନୀୟ। ତାହା ତାଙ୍କ ପାଇଁ ସତେଅବା ସ୍ୱର୍ଗ ଦ୍ୱାରା ଉନ୍ମୁକ୍ତ କରିଦେଲା। ପୃଥିବୀର କୌଣସି ପଦାର୍ଥ ସହ ଏଲ ତାଙ୍କୁ ସମ୍ପର୍କିତ କରିପାରିନଥିଲେ। ଶ୍ରୀମାଙ୍କ ନିକଟରେ ଥିବା ଜଣେ ପରିଚିତ ସାଧକ, ଯିଏକି ସେଦିନର ଦର୍ଶନ ସମୟରେ ଉପସ୍ଥିତ ଥିଲେ, ସେ ଶୁଣିଥିଲେ ଖୁବ୍ ଧୀର ସ୍ୱରରେ ଶ୍ରୀମା ଏଲଙ୍କୁ ଫରାସୀ ଶବ୍ଦରେ ଟେନ୍ସ, ଯାହାର ଅର୍ଥ ହେଲା ଆଶ୍ଚର୍ଯ୍ୟର ଏକ ପରିପ୍ରକାର, ଏଟା ଟେନସ୍, ଫରାସୀ ଶବ୍ଦରେ ଟେନସ୍, ଯାହାର ଅର୍ଥ ହେଲା ଆଶ୍ଚର୍ଯ୍ୟର ଏକ ପରିପ୍ରକାଶ ବୋଲି ଉଚ୍ଚାରଣ କରୁଛନ୍ତି। କିଛି ଦିନ ପରେ ସେହି ସାଧକ ଆସି ଏଲଙ୍କୁ ଏହି କଥାଟି ଓ ତାହାର ତାତ୍ପର୍ଯ୍ୟ ବୁଝାଇ ଦେଇଥିଲେ। ସେ ଅନୁଭବ କଲେ ବର୍ତ୍ତମାନ ଫ୍ରେଞ୍ଚ ଭାଷା ତାଙ୍କର ହିଁ ମାତୃଭାଷା, ଯାହାକୁ ଶିକ୍ଷା କଲେ ସେ ଶ୍ରୀମାଙ୍କ ସହ କଥୋପକଥନ କରିପାରିବେ ଓ ପତ୍ରାଳାପ ମଧ୍ୟ ଖୁବ୍ ସହଜରେ କରିବାକୁ ସକ୍ଷମ ହେବେ। ତାଙ୍କର ଏହି ଶୁଦ୍ଧ ଅଭିପ୍ସା ଓ ଆନ୍ତରିକ ଶ୍ରମ ସାର୍ଥକ ହୋଇଥିଲା। ସେ ଫରାସୀ ଭାଷାରେ ଖୁବ୍ ପାରଦର୍ଶିତା ଲାଭ କଲେ। ପରିଣାମରେ ତାଙ୍କୁ ଏକ ପ୍ରସିଦ୍ଧ ଓ ସମ୍ମାନାସ୍ପଦ ଫରାସୀ ଅନୁଷ୍ଠାନରେ ନାମ ଲେଖାଇବା ପାଇଁ ପ୍ରୋତ୍ସାହନ ମିଳିଥିଲା।
ଏଇଠି ବିଷୟଟି ଅଛି, ମୋତେ ବୁଦ୍ଧି ଦିଅ। ମାତ୍ର 3 ବର୍ଷ ବୟସରୁ କେ ଆଶ୍ରମରେ ରହିବାର ବିଶେଷ ସୁଯୋଗ ପାଇପାରିଥିଲେ। ତାଙ୍କର ବୋଉ ସର୍ବଦା ତାଙ୍କୁ ଗୋଟିଏ କଥା ଶିଖାଇଥିଲେ, ତୁମେ ସବୁବେଳେ ଶ୍ରୀମାଙ୍କୁ ପ୍ରାର୍ଥନା କରିବ, ମୋତେ ବୁଦ୍ଧି ଓ ଜ୍ଞାନ ଦିଅ ବୋଲି କହିବ। ତାଙ୍କୁ 7 ବର୍ଷ ବୟସ ହେଲା। ସେ ତାଙ୍କର ଜନ୍ମଦିନରେ ନୂଆ ପୋଷାକ ପିନ୍ଧି ଖୁସି ମନରେ ଶ୍ରୀମାଙ୍କ ଦର୍ଶନ ପାଇଁ ଗଲେ। ଶ୍ରୀମା ମଧୁର ସ୍ୱରରେ ପିଲାଟିକୁ କହିଲେ, ତୁମେ ମୋ ଠାରୁ କଣ ନେବା ପାଇଁ ଚାହୁଁଛ? ସାଧାରଣତଃ ପିଲାମାନେ ମିଠେଇ କିମ୍ବା ଟଫି ମାଗିଥାନ୍ତି, କିନ୍ତୁ କେ ହାତ ଯୋଡ଼ି ପ୍ରାର୍ଥନା ପୂର୍ବକ ଶ୍ରୀମାଙ୍କୁ କହିଲେ, ହେ ମୋର ମଧୁମୟୀ ମା, ମୋତେ ବୁଦ୍ଧି ପ୍ରଦାନ କର। ଛୋଟ ଛୋଟ ଓଠରୁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାର୍ଥନା ଶୁଣିବା ମାତ୍ରେ ଶ୍ରୀମା ଅବାକ ହୋଇଯାଇଥିଲେ। ମା ଚିତ୍କାର ପୂର୍ବକ ତାଙ୍କୁ କହିଲେ, ତୁମେ ବୁଦ୍ଧି ଚାହଁ? କିଏ କହିଲେ, ହଁ ମା, ମୁଁ ବୁଦ୍ଧି ଚାହେଁ। ଶ୍ରୀମା ତତ୍କ୍ଷଣାତ୍ ପିଲାଟିକୁ କୋଳକୁ ଟାଣି ନେଇ ଦୁଇ ହାତରେ ତାର ମୁହଁଟିକୁ ଧାରଣ ପୂର୍ବକ କେହିଙ୍କର ଦୁଇ ଆଖିପତାକୁ ଟିକେ ଆଡ଼େଇ ଦେଇ 1 ମିନିଟ୍ ପର୍ଯ୍ୟନ୍ତ ସେଥିରେ ଧ୍ୟାନସ୍ଥ ହୋଇ ରହିଥିଲେ। ଏହାପରେ ଶ୍ରୀମା ଚକ୍ଷୁ ଖୋଲି କହିଲେ, ମୁଁ ତୁମ ମଧ୍ୟରେ ବୁଦ୍ଧି ଭରପୁର କରିଦେଲି। ଶ୍ରୀମା ବସୁଧାଙ୍କୁ ମନ୍ତବ୍ୟ ପ୍ରଦାନ ପୂର୍ବକ କହିଥିଲେ, ଦେଖିଲ ତ, ଛୋଟ ପିଲାଟିଏ କିପରି ଏକ ମହାନ ଜିନିଷ ପାଇଁ ମୋତେ ପ୍ରାର୍ଥନା କରିପାରିଥିଲା। ସିତାରଟିର ଛିଣ୍ଡା ତାର। ପ୍ରତ୍ୟେକଟି ଦିନର କଥା। ଶ୍ରୀମା ଖେଳପଡ଼ିଆ କାର୍ଯ୍ୟକ୍ରମ ସମାପ୍ତ ପରେ 5 ମିନିଟ୍ ବିଙ୍କର କକ୍ଷକୁ ପରିଦର୍ଶନରେ ଯାଆନ୍ତି। ତାଙ୍କର କକ୍ଷଟି ଆଶ୍ରମର ମେନ୍ ବିଲ୍ଡିଂରେ ମଧ୍ୟରେ ଥାଏ। ସେଠାରେ ଶ୍ରୀମା ପ୍ରାୟ 5 ମିନିଟ୍ ଅତିବାହିତ କରନ୍ତି। ଟି ଅନ୍ୟ ଗୋଟିଏ 14 ବର୍ଷର କର୍ତ୍ତବ୍ୟପରାୟଣ ପିଲା। ପିଲାଟି ବିଙ୍କର ବେଶ ଜଣେ ବୀର ପୂଜକ ଓ ତାଙ୍କୁ ଖୁବ୍ ସମ୍ମାନ ପ୍ରଦର୍ଶନ କରନ୍ତି। ପିଲାଟି ବିଙ୍କର ବେଶ ଜଣେ ବୀର ପୂଜକ ଓ ତାଙ୍କୁ ଖୁବ୍ ସମ୍ମାନ ପ୍ରଦର୍ଶନ କରନ୍ତି। ସେ ବହୁ ସମୟ ଧରି ବିଙ୍କ ନିକଟରେ ରହିବାକୁ ମଧ୍ୟ ଭଲ ପାଆନ୍ତି। ଦିନକର କଥା, ଦୁହେଁ ସାଙ୍ଗ ହିଁ ରାସ୍ତାରେ ଯାଉଛନ୍ତି। ହଠାତ୍ ବି ତାଙ୍କୁ ପଚାରିବାକୁ ଆରମ୍ଭ କଲେ, ଟି, ତୁମେ କେଉଁ ଉଦ୍ଦେଶ୍ୟରେ ଆଶ୍ରମ ଆସିଛ? ଟି ତାଙ୍କୁ ଚିଡ଼ାଇବା ଭଙ୍ଗୀରେ କହିଲେ, ଭଗବତ ଉପଲବ୍ଧି କରିବା ପାଇଁ ମୁଁ ଆଶ୍ରମ ଆସିଛି। ଏକ ବଡ଼ ଶବ୍ଦ ପିଲାଳିଆ ଭାବରେ କହିଦେଲେ। ତଥାପି ବି ତାଙ୍କୁ ପଚାରି ଚାଲିଥାନ୍ତି, ତୁମେ ଜାଣିଛ କି ଶ୍ରୀମା ତୁମମାନଙ୍କ ଠାରୁ କଣ ସବୁ ଆଶା କରନ୍ତି? ଟି ସେତେବେଳକୁ ଖୁବ୍ ହାଲୁକା ମନରେ ଥାନ୍ତି, ଏଣୁ ବିଙ୍କ କଥା ଉପରେ ସେ ଆଦୌ ମନୋନିବେଶ କରିପାରି ନଥାନ୍ତି। ସେ କହିଲେ, ନା, ମୁଁ ଜାଣିନାହିଁ। ବି ଉତ୍ତର ଦେଇ କହିଥିଲେ, ଶ୍ରୀମା ବିଶେଷ ଖୁସି ହୁଅନ୍ତି ତୁମ ପରି ପିଲାମାନେ ଯଦି ଯାହା ସବୁ ଭୁଲ କରୁଛ ଲିଖିତ ଆକାରରେ ଜଣାଇ ଦିଅ। କଥାଟି ତ ସେତେବେଳେ ଏଇଠାରେ ରହିଲା, କିନ୍ତୁ ରାତିରେ ବିଙ୍କର ସେଇ କଥାଟି ପିଲାଟିର ମନରେ ପୁଣି ଆସିଲା ଓ ତାଙ୍କ ମନ ମଧ୍ୟରେ ଗୁଡ଼ାଇ ତୁଡ଼ାଇ ହେବାକୁ ଲାଗିଲା। ଏହା ତାଙ୍କ ମନରୁ ଆଦୌ ଅପସରି ଗଲା ନାହିଁ। ତା ପରଦିନ ଖେଳ ପଡ଼ିଆରେ ଚିନାବାଦାମ ଓ ଟଫି ବିତରଣ ସମାପ୍ତ ହେଲା। ଶ୍ରୀମା ତାଙ୍କର କାର୍ ନିକଟକୁ ଫେରୁଛନ୍ତି। ଟି ଶ୍ରୀମାଙ୍କ ନିକଟକୁ ଯାଇ ପଚାରି ବସିଲା, ମା, ବି କହୁଥିଲେ ପିଲାମାନେ ସେମାନଙ୍କର ଭୁଲ ଭ୍ରାନ୍ତି ଲିଖିତ ଆକାରରେ ତୁମକୁ ଦେଖାଇଲେ ତୁମେ ବେଶ ଖୁସି ହୁଅ। ମୁଁ ତାହା ହିଁ କରିବି। ଏକଥା ଶୁଣିବା ମାତ୍ରେ ଶ୍ରୀମା ବିଶେଷ ଖୁସି ହୋଇ ପିଲାଟିକୁ ତାଙ୍କର ଆନ୍ତରିକ ଅନୁମୋଦନ ଜ୍ଞାପନ କରିଥିଲେ ଓ ପିଲାଟିର ଚୈତ୍ୟ ଜାଗୃତି ଲକ୍ଷ୍ୟ କରିଥିଲେ। ତାର ପରଦିନ ପ୍ରାତଃ ଦର୍ଶନ ସମୟରେ ଶ୍ରୀମା ଟିଙ୍କୁ ଗୋଟିଏ ଟିପା ଖାତା ଦେଇ କହିଲେ, ଆଜିଠାରୁ ଲେଖା ଆରମ୍ଭ କରିଦିଅ। ଟି ଶ୍ରୀମାଙ୍କର କଥା ସହସା ଗ୍ରହଣ କରିଥିଲେ। 2 ବର୍ଷ ଧରି ପ୍ରତ୍ୟେକ ଦିନ ଖେଳ ପଡ଼ିଆରେ ସନ୍ଧ୍ୟାରେ ଟଫି ଓ ବାଦାମ ବିତରଣ ପରେ ପରେ ଟି ସେଇ ଲିଖିତ ନୋଟ ଖାତାଟିକୁ ଶ୍ରୀମାଙ୍କୁ ଦିଅନ୍ତି। ଶ୍ରୀମା ରାତ୍ରରେ ତାହା ପଠନ କରି ନିଜର ମତାମତ ସେଥିରେ ଲିପିବଦ୍ଧ ପୂର୍ବକ ଆଶୀର୍ବାଦ ସହ ଟିଙ୍କ ନିକଟକୁ ଫେରାଇ ଦିଅନ୍ତି। ଏହା ଟିଙ୍କ ପାଇଁ ପରମ ଭାଗ୍ୟ ଥିଲା। ସେ ସମ୍ପୂର୍ଣ୍ଣ ଭାବରେ ଶ୍ରୀମାଙ୍କ ଆଡ଼କୁ ଉନ୍ମୁକ୍ତ ହୋଇ ଉଠିଥିଲେ। ବାସ୍ତବରେ ସେହି ଏକମାତ୍ର ଭାଗ୍ୟବାନ
ଯାହାଙ୍କୁ ସମ୍ପୂର୍ଣ୍ଣ ଭାବରେ ଶ୍ରୀମା ଆତ୍ମପ୍ରକାଶ କରିଥିଲେ। ସେ ସମସ୍ତ କଥା ଖୋଲାଖୋଲି ଭାବରେ ଶ୍ରୀମାଙ୍କୁ କହନ୍ତି। ବସ୍ତୁତଃ ତାଙ୍କର ସମ୍ପର୍କ ଶ୍ରୀମାଙ୍କ ସହ ନିବିଡ଼ ହୋଇଉଠେ। ଅବଶ୍ୟ ଜଣେ ଅଳ୍ପ ବୟସ୍କ ଯୁବକଙ୍କ ପକ୍ଷରେ ସବୁବେଳେ ସବୁ କଥା ଖୋଲା ଭାବରେ କହିପାରିବା ଏତେ ସହଜ କଥା ନୁହେଁ। ଦିନ ଆସିଲା ଯେତେବେଳେ ତାଙ୍କର ପରୀକ୍ଷା ସମୟ ଆସି ପହଞ୍ଚିଲା। ବିଙ୍କର ଗୋଟିଏ ସିତାର ଥାଏ। ସେ ଜଣେ ପାରଙ୍ଗମ ସିତାର ବାଦକ। ଦିନେ ଟି ତାଙ୍କର ଅନୁପସ୍ଥିତ ସମୟରେ ତାଙ୍କ କକ୍ଷ ମଧ୍ୟକୁ ଯାଇଥାନ୍ତି। ସେଠାରେ ସିତାରଟି ଥୁଆ ହୋଇଥାଏ। ଟି ସେହି ସିତାରଟିକୁ ବଜାଇବାକୁ ଆରମ୍ଭ କରନ୍ତେ ଗୋଟିଏ ତାର ଛିଡ଼ିଗଲା। ଟି ଅନ୍ୟ ଉପାୟ ହୋଇ ସିତାରଟିକୁ ତାର ସ୍ଥାନରେ ଥୋଇ ଦେଇ ଚାଲିଗଲେ। ବି କକ୍ଷକୁ ଫେରି ଦେଖନ୍ତି ତାଙ୍କର ସିତାରଟିର ତାର ଛିଡ଼ି ଯାଇଛି। ସେ ଟିକୁ ତାର କିପରି ଛିଡ଼ିଲା ପଚାରିବାରୁ ଟି ଭୟରେ ମିଛ କହିବାକୁ ଯାଇ କହିଲେ ସେ ତାର ଛିଡ଼ାଇ ନାହାନ୍ତି। ସନ୍ଧ୍ୟାରେ ଟି ଶ୍ରୀମାଙ୍କ ନିକଟକୁ ପ୍ରକୃତ କଥାଟି ଫିଟାଇ ଲେଖିଲେ। ମା, ମୁଁ ଆଜି ବିଙ୍କର ସିତାରଙ୍କର ତାର ଛିଡ଼ାଇ ଦେଇଥିଲି, କିନ୍ତୁ ସେ ମୋତେ ପଚାରିବାରୁ ମୁଁ ଭୟରେ ତାଙ୍କୁ ତାର ଛିଡ଼ାଇ ନାହିଁ ବୋଲି ମିଛ କହିଦେଲି। ପ୍ରତ୍ୟେକ ଦିନ ପରି ସେ ନୋଟ ଖାତାଟିକୁ ଶ୍ରୀମାଙ୍କୁ ଦେଇଦେଲେ। ତାର ପରଦିନ ସକାଳ ଟି ଅନ୍ୟମାନଙ୍କ ସହ ପ୍ରଭାତ ଦର୍ଶନ ନିମନ୍ତେ ବାଲକୋନି ସମ୍ମୁଖରେ ଠିଆ ହୋଇଛନ୍ତି। ଶ୍ରୀମା ତାଙ୍କର ସମସ୍ତ ପ୍ରେମ ତାଙ୍କ ଉପରେ ଢାଳିଦେଲେ ଓ ତାଙ୍କୁ କହିଲେ, ଠିକ୍ ଅଛି, ତୁମେ ମିଛ କହିଥିବା ସ୍ୱୀକାର କରିଛ। ବର୍ତ୍ତମାନ ତୁମେ ବିଙ୍କ ପାଖକୁ ଯାଇ ତୁମର ଭୁଲ ପାଇଁ କ୍ଷମା ମାଗ ଏବଂ ଭବିଷ୍ୟତରେ ତାଙ୍କଠାରୁ ଅନୁମତି ନ ନେଇ କେବେ ହେଲେ ସିତାର ଛୁଇଁବ ନାହିଁ। ଯାହା ହେଉନା ପଛକେ ଟି ଶ୍ରୀମାଙ୍କର ଏହି ଉପଦେଶଟିକୁ ପାଳନ କରିବାକୁ ସମର୍ଥ ହୋଇପାରି ନଥିଲେ। କିଛି ଗୋଟେ ଭୟ ତାଙ୍କୁ ପଛକୁ ଟାଣୁଥାଏ। ଟି ସନ୍ଧ୍ୟାରେ ଶ୍ରୀମାଙ୍କ ନିକଟକୁ ଯିବା ସମୟରେ ଶ୍ରୀମା ତାଙ୍କୁ ପଚାରିଲେ, ତୁମେ ନିଜର ଦୋଷ ବିଙ୍କ ନିକଟରେ ସ୍ୱୀକାର କଲ କି? ନା ମା, ନା, ଏହା ଥିଲା ଟିଙ୍କର ଉତ୍ତର। ଦୃଢ଼ ଗଳାରେ ଶ୍ରୀମା ତାଙ୍କୁ ପୁନଶ୍ଚ ନିର୍ଦ୍ଦେଶ ଦେଲେ, ତୁମର ଏପରି ଦୁର୍ବଳତା କ'ଣ? ଯାଅ। ତଥାପି ମଧ୍ୟ ଟି ମାଙ୍କର ନିର୍ଦ୍ଦେଶ ପାଳିବାକୁ ସକ୍ଷମ ହୋଇପାରିଲେ ନାହିଁ ଏବଂ ଏହି କାରଣ ଦୃଷ୍ଟିରୁ ସେ ଶ୍ରୀମାଙ୍କୁ ଦେଖା କରିବାକୁ କରଛଡ଼ା ଦେଲେ। ଏହାର ଠିକ୍ ପରଦିନ ଶ୍ରୀମା ଟେନିସ୍ ଖେଳ ପଡ଼ିଆକୁ ଟେନିସ୍ ଖେଳିବା ପାଇଁ ଯିବା ଲାଗି ସିଡ଼ିରୁ ଓହ୍ଲାଇ ଆସୁଛନ୍ତି। ସେଠାରେ କେତେକ ଲୋକଙ୍କ ମଧ୍ୟରେ ଟି ଏବଂ ବି ଉପସ୍ଥିତ ଥାନ୍ତି। ସମସ୍ତଙ୍କ ସମ୍ମୁଖରେ ଶ୍ରୀମା ଧୀର ଭାବରେ ଟିକୁ ଚିଡ଼ାଇବା ଢଙ୍ଗରେ କହିଲେ, ଦେଖ, ଏହି ପିଲାଟି ଜଣଙ୍କର ସିତାର ତାର ଛିଡ଼ାଇ ଦେଇଛି ଏବଂ ସେଥିପାଇଁ ତାଙ୍କ ନିକଟକୁ ଯାଇ ଭୁଲ ସ୍ୱୀକାର କରିବା ପାଇଁ ତାର ସାହସ ନାହିଁ। ଏହା ଟିଙ୍କ ନିମନ୍ତେ ଆବଶ୍ୟକ ଥିବା ପ୍ରେରଣା ଭରିଦେଲା। ସହସା ଟି ଯାଇ ବିଙ୍କୁ ନିଜର ଭୁଲ ପାଇଁ କ୍ଷମା ମାଗି ବସିଲେ। ଏହି ଦୃଶ୍ୟ ଶ୍ରୀମା କାରରେ ବସିବା ପୂର୍ବରୁ ଦେଖୁଥାନ୍ତି। ବି ଆଦୌ ଟିକେ ହେଲେ ଟିଙ୍କୁ ଗାଳିଗୁଲଜ କରିନଥିଲେ। ସେ ଖୁବ୍ ସ୍ନେହଭରା ଢଙ୍ଗରେ ଟିଙ୍କୁ କୋଳାଗ୍ରତ କଲେ। ସନ୍ଧ୍ୟାରେ ଟି ଯାଇ ଶ୍ରୀମାଙ୍କୁ ଜଣାଇଦେଲେ ଆଜି ସେ ବିଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଶ୍ରୀମା ଏହି ଢଙ୍ଗକୁ ପ୍ରଶଂସା କରିଥିଲେ ଏବଂ ନିଜର ସ୍ନେହପୂର୍ଣ୍ଣ ଆଶୀର୍ବାଦ ତାଙ୍କ ଉପରେ ଅଜାଡ଼ି ଦେଇଥିଲେ। ମା Ma. Thank you, Alaravir.